ଭାରତୀୟ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭା ସଦା ସର୍ବଦା ଗଣତନ୍ତ୍ରର ସନ୍ତୁଳନ ଚକ୍ର ଭାବରେ ପରିଚିତ। ଲୋକସଭାରେ ଆବେଗ, ରାଜନୈତିକ ଲହରୀ ଓ ତୁରନ୍ତ ସଂଖ୍ୟାଗତ ବହୁମତ ଥାଏ, କିନ୍ତୁ ରାଜ୍ୟସଭା ଥାଏ ସଂଯମ, ଅନୁଭବ ଓ ନୀତିଗତ ପ୍ରତିବାଦର ମଞ୍ଚ ଭାବରେ। 2026 ମସିହାରେ ହେବାକୁ ଯାଉଥିବା 71ଟି ରାଜ୍ୟସଭା ଆସନର ନିର୍ବାଚନ ଏହି ଧାରଣାକୁ ଗଭୀର ପ୍ରଶ୍ନର ସମ୍ମୁଖୀନ କରିଦେଇଛି। ଏହା କେବଳ ଆସନ ଶୂନ୍ୟ ହେବାର ଘଟଣା ନୁହେଁ, ଏହା ହେଲା ବିରୋଧୀ ରାଜନୀତି ଧୀରେ ଧୀରେ ଅସ୍ତ ହେବାକୁ ଯାଉଛି। ଆଞ୍ଚଳିକ ଦଳମାନେ ଧୀରେ ଧୀରେ ସଂକୁଚିତ ହେବେ ଏବଂ ମୋଦି ସରକାରଙ୍କ ପାଇଁ ଏକ ସାମ୍ବିଧାନିକ ଓ ରାଜନୈତିକ ସୁବିଧାଜନକ ପରିବେଶ ସୃଷ୍ଟି ହେବ। ଭାରତୀୟ ସଂସଦୀୟ ଗଣତନ୍ତ୍ରର ରାଜ୍ୟସଭା ପାଇଁ ଚଳିତ ବର୍ଷ ଏକ ଅଗ୍ନି ପରୀକ୍ଷାର ବର୍ଷ। 71ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ କେବଳ ସଂଖ୍ୟା ବଳର ଖେଳ ନୁହେଁ, ବରଂ ଏହା ଦେଶର ଭବିଷ୍ୟତ ରାଜନୈତିକ ଦିଗବାରିଣୀ ଓ ମନ୍ତ୍ରିମଣ୍ଡଳର ପୁନର୍ଗଠନ ପାଇଁ ଏକ ମୂଳଦୁଆ। ଏହି ନିର୍ବାଚନ ପରେ ସଂସଦର ଉଚ୍ଚ ସଦନରେ କ୍ଷମତା ସନ୍ତୁଳନ ସମ୍ପୂର୍ଣ୍ଣ ବଦଳି ଯିବାର ସମ୍ଭାବନା ଦେଖାଦେଇଛି। ଚଳିତ ବର୍ଷ ଖାଲି ହେବାକୁ ଥିବା 71ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକ ବିଶେଷ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବ। ଲୋକସଭା ନିର୍ବାଚନ ପରେ ଯେପରି ବିଏସ୍ପି ଲୋକସଭାରୁ ନିଶ୍ଚିହ୍ନ ହୋଇଯାଇଛି, ସେହିପରି ରାଜ୍ୟସଭାରୁ ମଧ୍ୟ ନିଶ୍ଚିହ୍ନ ହୋଇଯିବ। ଅନ୍ୟପକ୍ଷରେ ଆମ ରାଜ୍ୟର ଆଞ୍ଚଳିକ ଦଳ ବିଜୁ ଜନତା ଦଳ କ୍ଷତିଗ୍ରସ୍ତ ହୋଇ ସାଂସଦଙ୍କ ସଂଖ୍ୟା 6କୁ ଖସି ଆସିବ ବୋଲି ଆଲୋଚନା ହେଉଛି। ଫଳରେ ଉଚ୍ଚ ସଦନରେ ବିରୋଧୀଙ୍କ ଶକ୍ତି ଆହୁରି ହ୍ରାସ ପାଇବ।